ସୁଧାଂଶୁ ପାଇବେ ବୀରତ୍ୱ ସେନା ପଦକ। କଳାହାଣ୍ଡିର ସୁଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ୱ ସେନା ପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଜିଲ୍ଲାରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ 2025 ସେପ୍ଟେମ୍ବରରେ ମେଜର ପାଣି କାଶ୍ମୀରରେ ଅପରେସନ୍ ବୁର୍ଡର ନେତୃତ୍ୱ ନେଇ ଲସ୍କର ଇ ତୋଇବାର ଆତଙ୍କବାଦୀ ରେହମାନ ଭାଇକୁ ହତ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ଏହି ବୀରତ୍ୱ ସେନା ପଦକ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଜୁନାଗଡ଼ ବ୍ଲକ କଛିମଡୋଳା ଗାଁରେ ଜନ୍ମିତ ମେଜର ପାଣିଙ୍କ ପରିବାର ଏବେ ବସବାସ କରୁଛନ୍ତି। ତାଙ୍କ ମା ଶିକ୍ଷୟିତ୍ରୀ ରାଜକୁମାରୀ ପାଣି ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଗ୍ରିଡ୍ ନିକଟରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି ବା ରହୁଛନ୍ତି। ସମ୍ପ୍ରତି ମେଜର ପାଣି ରାଜସ୍ଥାନ ଜୟପୁରରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରତିରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସୁରକ୍ଷା କର୍ମୀଙ୍କ ମଧ୍ୟରୁ 13 ଜଣଙ୍କୁ ମରଣୋତ୍ତର ସମେତ 78 ଜଣଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରିବାକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି।